ଏଇଟା ହେଉଛି ଡ୍ରାଗନଟା ମାନେ ରଥଯାତ୍ରା ଉପଲକ୍ଷେ ବୋଧେ ପଡ଼ିଛି ଆଉ ମାନେ ଯିଏ ଆସିବ ସିଏ ବି ଖେଳିବ ଆଉ ତା ସେପଟେ ଅଛି ରାମଦୋଳି। ହାଇ ଫ୍ରେଣ୍ଡସ୍ ନମସ୍କାର ଜୟ ଜଗନ୍ନାଥ ମୁଁ ଶିପୁ ଆପଣମାନଙ୍କୁ ସ୍ୱାଗତ କରୁଛି ଆଉ ଗୋଟେ ନୂଆ ବ୍ଲଗ୍ରେ। ତ ମୋର ସାନ ଭାଇ ଭଉଣୀମାନେ କେମିତି ଅଛନ୍ତି ମୁଁ ଆଶା କରୁଥିଲି ଯେ ବହୁତ ଭଲରେ ଥିବେ। ମୁଁ ବି ବହୁତ ଭଲରେ ଅଛି। ତ ମୁଁ ଆଜି ସକାଳୁ ସକାଳୁ ଗୋଟେ ଭଡ଼ା ଧରିକି ଆସିଛି ପୁରୀ। ମାନେ ଏବେ ସମୁଦ୍ର କୂଳରେ ଗାଡ଼ି ଲାଗିଯାଇଛି ବର୍ତ୍ତମାନ ମାନେ ପାର୍କିଂରେ ମୁଁ ଗାଡ଼ି ଲଗେଇ ଦେଇକି ମୋ ରୁମ୍ ବସିଛି। ତ ଆପଣମାନେ ଭାବୁଥିବେ ଯେ ମୁଁ ନଣ୍ଡା କାହିଁ ହେଇଛି ଟକଲା ବସ୍। ତ ସାଇଡ୍ ଚୁଟି ସବୁ ଯାକ ମାନେ ରହିଲା ଆଉ ଏଇ ମୁଣ୍ଡର ମଝି ପୁରା ପୁରା ନଣ୍ଡା ହେଇଗଲା। ତ ସେଇ ସବୁ ନଣ୍ଡା ହେଇଗଲି। ତ ମାନେ ରଥଯାତ୍ରାକୁ ସମୁଦ୍ର କୂଳରେ ଭଲ ଭଲ ଜିନିଷ ପଡ଼ିଛି ମାନେ ରାମଦୋଳି ହେରିକା ପଡ଼ିଛି ସବୁ। ତ ଆଉ କ'ଣ କ'ଣ ପଡ଼ିଛି ଚାଲନ୍ତୁ ଯିବା ଦେଖିବା। ମାନେ ଚାଲନ୍ତୁ ଯିବା ସେଇ ଜାଗା ମାନେ ସେଇ ସବୁ କିଛି ଏଇଠି ସବୁ ଏଇ ଦୋକାନ ପତ୍ର ସବୁ କିଛି ଅଛି। ତ ଏପଟେ ଆମର ଯେଉଁ ଝାଉଁ ଗଛ ଏଇଟା ଝାଉଁ ଗଛ ଲାଗିନଥିଲା ଏବେ ନୂଆ ନୂଆ ଝାଉଁ ଗଛ ଲାଗିଛି। ଏଇଟା ହେଉଛି ଡ୍ରାଗନଟା ମାନେ ରଥଯାତ୍ରା ଉପଲକ୍ଷେ ବୋଧେ ପଡ଼ିଛି ଆଉ ମାନେ ଯିଏ ଆସିବ ସିଏ ବି ଖେଳିବ ଆଉ ତା ସେପଟେ ଅଛି ରାମଦୋଳି। ତାପରେ ଏଇଟା ମାନେ ଟ୍ରେନ୍ ଇଏଟା। ତାପରେ ସେଇଟା ହେଉଛି ଉଡ଼ାଜାହାଜ। ଏଇଟା ସରି ସାଙ୍ଗମାନେ ଏଇଟା ହେଉଛି ଟ୍ରେନ୍ ଆଉ ଏଇଟା ହେଉଛି ବଡ଼ ଟ୍ରେନ୍ଟା ବୋଧେ ଆଉ। ତାପରେ ତ ଏଇଟା ତ ସାଙ୍ଗମାନେ ଜାଣିଥିବେ ଆଉ ମୁଁ ଆଉ କ'ଣ କହିବି। ତ କେତେ କ'ଣ ଜିନିଷ ପଡ଼ିଛି ଏଇଟା ତ ଛୁକୁ ଛୁକୁ ହେଇକି ଯିବ ଟ୍ରେନ୍ ଆଉ। ଡ୍ରାଗନ ଏଇଟା ଦୋଳି। ଆଉ ଏଇଟା ଛୋଟ ପିଲାଙ୍କ ପାଇଁ ଖେଳିବା ପାଇଁ ଆଉ ଛୋଟ ଦୋଳିଟା ଆଉ। ଲହଡ଼ି ସାଙ୍ଗମାନେ କେତେ ଜୋରେ ମାରୁଛି ଦେଖ। ଲହଡ଼ି କଷ ଜୋରେ ମାରୁଛି। ମାନେ ବୁଲିବାର ବହୁତ ମଜା ଲାଗୁଛି ମାନେ ଯେତେ ଥର ଆସୁଛି ସେତେ ଥର ବହୁତ ମଜା ଲାଗୁଛି। ଆଉ ଲହଡ଼ିଟା ତ ଦେଖୁଥିବେ କେତେ ଜୋରେ ମାରୁଛି। ସେ ଭାଇମାନେ ମାନେ ଟିଉ ଧରିକି ସେ ଭିତରକୁ ମାନେ ଯିବାର ତାଙ୍କର ପୋଜିସନ୍ ଗୋଟେ ଅଛି। ତାଙ୍କ ସାଙ୍ଗରେ ଆଉ ଜଣେ ବେଣୀ ଅଛି ନେଇକି ଯିବା ପାଇଁ। ଆଉ ସାଙ୍ଗମାନେ ମାନେ ଲସ୍ ରଖିଦେଇଛି। ସାଙ୍ଗମାନେ ଗୋଟେ ପଇଡ଼ରା ବି ବହୁତ ସୁନ୍ଦର। ଆଉ ଏଇଟା ତ ସାଙ୍ଗମାନେ ଜାଣିଥିବେ ଆଉ। ତ ସାଙ୍ଗମାନେ ଏଇଟା ଗୋଟେ କ'ଣ ବେରଙ୍ଗୀ ଡ୍ୟାନ୍ସ ମାନେ ଏପାଟ ସେପାଟ ହେଇକି ଇଏ ହେବ। ଏଇଟା ତ ଆପଣମାନେ ବସିଥିବେ ଆଉ। ଆଉ ଏଇଟା ଗୋଟେ ଟ୍ରେନ୍ ସାଙ୍ଗମାନେ ଏପାଟ ସେପାଟ ହେଇକି ଛୁକୁ ଛୁକୁ ହେଇକି ଯିବ ଆଉ। ବଢ଼ିଆ ସୁନ୍ଦରିଆ ଘରଟେ ସାଙ୍ଗମାନେ ହେଇଛି। ସାଙ୍ଗମାନେ ଓଟ ଭଲ ଅଛ? ଏଇଥିରେ ବସିବା ପାଇଁ 100 ଟଙ୍କା ସାଙ୍ଗମାନେ। ଚାଲନ୍ତୁ ଯିବା ଚପଲଟା ଥୋଇ ଦେଇକି ମାନେ ସମୁଦ୍ର ପାଣିରେ ଟିକେ ଗୋଡ଼ ଧୋଇଦେବା। ତୁମ ପେ ମରତି ଇଲୋ ବୋପା ମାଲୋ। ସାଙ୍ଗମାନେ ଚପଲ ଭାସିଗଲା ବୋଧେ ଆଉ। ଆଜି ଚପଲ ଭାସିଯିବ ମୋର। ଭାସିଲା ନାଇଁ ରହିଗଲା ଯାହା ହଉ ରହିଗଲା। ଏଇ ଯେଉଁ ଦୋକାନ ପତ୍ର ସବୁ ଅଛି ମାନେ ଏଇ ଯେଉଁ ସାଇଡ଼ରେ ସବୁ ଯାକ ଦୋକାନ ପତ୍ର ଅଛି ନା ଏ ଦିନରେ ବେଶୀଟା ଖୋଲା ହେଉନି ରାତିରେ ବହୁତ କିଛି ଖୋଲା ହେଉଛି। ରାତିରେ ମାନେ ଯେତିକି ଖାଇବାକୁ ଟେଷ୍ଟ ଲାଗିବ ସେତିକି ମାନେ ବୁଲିବାକୁ ବଢ଼ିଆ ଲାଗିବ। ଦେଖନ୍ତୁ କେତେ ସାରା ଦୋକାନ ସବୁ ଯାକ କିନ୍ତୁ ବନ୍ଦ। କାହିଁକିନା ସେ ଜାଣିଛନ୍ତି ରାତିରେ ଖଟୁଛନ୍ତି ଦିନରେ ଶୋଉଛନ୍ତି ବହୁତ ଚାଲାକିଆ ଅଛନ୍ତି। ଏମିତି ଗୋଟେ ଦୁଇଟା ଦୋକାନ ଯଦି ଖୋଲା ଥବ ନହେଲେ ପ୍ରାୟ ଦୋକାନ ବନ୍ଦ। ଦେଖନ୍ତୁ ଗୋଟେ କୁକୁରଟାକୁ ଗାଧଉଛନ୍ତି ସିଏ ଛାଡ଼ିଦେଲେ ସିଆଡ଼େ ପଳେଇବ କେନେ। ସାଙ୍ଗମାନେ ଘୋଡ଼ା ସାଙ୍ଗମାନେ ସେ ଘୋଡ଼ାଟା ଯଦି ଯାଉଥିବ ଭାଇଙ୍କି ଯଦି ଗୋଟେ ନାତଟେ ମାରିବ ତାର ଗୋଟେ ପଛୁଆ ଲେଉଟିକି ପଡ଼ିବେ। ସାଙ୍ଗମାନେ ଦୁଃଖ ପ୍ରବଳ ସାଙ୍ଗମାନେ ଇଆଡ଼େ କିନା ଆସିଲା ହାରି। ମାନେ ଏଠି ଲହଡ଼ିଟା ମାନେ ଯେତିକି ଲୋକ ଅଧିକା ହେବେ ଲହଡ଼ି ସେତିକି ଜୋରରେ ମାନେ ବାଟେଇକି ସିଆଡ଼ୁ ଆସିବ। ଲୋକ ଯେତିକି ମାନେ ଅଧିକା ହେବେ ଲହଡ଼ି ସେତିକି ପିଟି ହେଇକି ଆସିବ।
ଭାଇ ଜଣେ ଯାଇଥିଲେ ସେ ଭିତରକୁ ସାଙ୍ଗମାନେ। ମୁଁ ବି ଏଥର ଆମ ଗାଁରେ ଗୋଟେ ଥର ବସିଥିଲି ବହୁତ ଯେଉଁ ଝଟକା ଦେବ ସେଟା ଯଦି ନ ଧରିକି ବସିବ ପୁରା ଫଟୋ। ତ ଆମେ ବି ସାଙ୍ଗମାନେ ଆସିବୁ 9 ତାରିଖରେ ଫେଣି ଆଉ ଥରେ, କାହିଁକିନା ଆମର ରାତି ପ୍ରୋଗ୍ରାମ୍ ଅଛି। ଆମେ ରାତିରେ ଆସିବୁ 9 ତାରିଖରେ ଭାବିଛୁ 2 ଜଣ, ଆଉ ପୁରୀ ବୁଲାବୁଲି କରିବୁ ତାପରେ ଯିବୁ ଆଉ। ଫାଙ୍କା ଟାଇମ୍ ସାଙ୍ଗମାନେ ଦେଖିକି ଆସିବୁ, କାହିଁକିନା ଆମେ ଆସିବୁ ଯଦି ଜଗନ୍ନାଥଙ୍କର ଡୋରି ଲାଗିବ ଆସିବାଟା କମ୍ପଲସରି। ଦୋକାନପତ୍ର ବି ସାଙ୍ଗମାନେ ମାନେ ଗୋଟେ ଗୋଟେ ଖୋଲା ହେଇକି ଆଇଲାଣି, ଗୋଟେ ଗୋଟେ ଖୋଲା ହେଉଛି ଆଉ ସବୁ କିଛି ବନ୍ଦ ଅଛି ଆଉ। କାହିଁକିନା ଯିଏ ବୁଲାବୁଲି କରିବା ପାଇଁ ଆସିବ କ'ଣ ଟିକେ କିଣାକିଣି କରିବ ନା ନାହିଁ। ଆଉ ମୁଁ ତ ଗାଡ଼ି ହେଇଠି ସେଠି ଲଗେଇ ଦେଇଛି ଆଉ। ମାନେ ଆପଣମାନେ ରଥଯାତ୍ରା ଦେଖିବା ପାଇଁ ଆସିଲେ ନା ଆସିନାହାନ୍ତି? ଯଦି ଆସିଛନ୍ତି ରାତିରେ ରୁହନ୍ତୁ, ପୁରା ମଜାରେ ବୁଲନ୍ତୁ, ମଜା ନିଅନ୍ତୁ। ମାନେ ଦୋଳି ଫୋଳି ବି ସବୁ ଖେଳିବା ପାଇଁ ବି ଭଲ ଲାଗିବ। ରାତିରେ ଗୋଟେ ଦିନ ରହିବାକୁ ପଡ଼ିବ ସାଙ୍ଗମାନେ, ରାତିରେ ନ ରହିଲେ ହେବନି। ଆଉ ଯଦି ରାତିରେ ରହିବେ, ଯଦି ସମୁଦ୍ରଟି ରହିବେ, ମୋବାଇଲ ରଖିବାର ଗୋଟେ ବଢ଼ିଆ ଟ୍ରିକ୍। ବାଲି ତଳେ ରଖିଦେବେ, ତା ଉପରେ ଶୋଇପଡ଼ିବେ, କେହି ଚୋରେଇବାର ନାହିଁ। ଏଇখানে ଏ ଟ୍ରିକ୍ ତ ଆପଣମାନଙ୍କୁ କେହି ଦେଇନଥିବେ, ମୁଁ ଦେଲି। ମାନେ ସମୁଦ୍ର କୂଳ ତ ବୁଲାବୁଲି କରିକି ଆସିଲି ହେରି, ଭଲ ଲାଗିଲା। ଟିକେ ଖରା ହେବାରୁ ମୁଁ ଯାଇଥିଲି ଥଣ୍ଡା ଟିକେ ପିଇବା ପାଇଁ। ମୁଁ କହିଲି ନାହିଁ ଥଣ୍ଡା କ'ଣ ପିଇବା, ଯାଉଛି ଗୋଟେ ORS ନେଇଯିବା, ତାକୁ ବସିକି ପିଇବା ଆଉ। ତ ମୁଁ ଏବେ ORSଟା ଆଣିଛି, ଚାଲନ୍ତୁ ପିଇବା। ଭଲ ଲାଗୁଛି ସାଙ୍ଗମାନେ, ଖରାକୁ ବଢ଼ିଆ କାମ ଦେବ ରାଣ। ଥଣ୍ଡା ଫଣ୍ଡା ପିଇବା ଅପେକ୍ଷା ORS ଗୋଟେ ସାଙ୍ଗମାନେ ଆପଣମାନେ ପିଇଲେ ବଢ଼ିଆ। ଖରାକୁ ପିଇବେ ଭଲ, ଖରାକୁ ପିଅନ୍ତୁ କି ଯେମିତି ପିଅନ୍ତୁ, କାହିଁକିନା ଭଲ ଜିନିଷ ନା, କିଛି ଖରାପ ଜିନିଷ ନାହିଁ। ମୁଁ ଏବେ ଗାଡ଼ି ପାର୍କିଂରେ ଲଗେଇ ଦେଲି। ଏବେ ଚାଲନ୍ତୁ, ମାନେ ଟାଇମ୍ ହେଇଗଲାଣି, ତ ଖାଇବାକୁ ଚାଲ ଯିବା। ଭୋକ ବି ଜୋରେ ସାଙ୍ଗମାନେ କଲାଣି। ଫାଷ୍ଟ ମନ୍ଦିର ଏଇ ବଡ଼ ଦାଣ୍ଡ ଟିକେ ବୁଲି ପଡ଼ିବା, ତାପରେ ମନ୍ଦିର ଯଦି ଯିବାର ଅଛି। ତ ସାଙ୍ଗମାନେ ବଡ଼ ଦାଣ୍ଡ ପୁରା ଭିଡ଼ ଅଛି, ତ ମନ୍ଦିର ତ ଏଇଠି ନା ପାଖରେ, ଏ 1/2 କିଲୋମିଟର ପାଖାପାଖି ହେବ ଆଉ। ପୁରା ଭିଡ଼ ଅଛି, ପ୍ରବଳ ଭିଡ଼। ମାନେ ମୁଁ ଏବେ ମନ୍ଦିର ସାଇଡ଼୍ରେ ଆସିଥିଲି, ମନ୍ଦିର ସାଇଡ଼୍ରେ ହୋଟେଲଟି ଅଛି। ତ ସେ ସାଇଡ଼୍କି ଆସିକି ମୁଁ ତାଙ୍କୁ ପଚାରିଥିଲି ଯେ ମିଲ୍ସ ରେଟ୍ କେତେ। ମାନେ ତାଙ୍କୁ ପଚାରିଥିଲି ସାଧା ମିଲ୍ସ ରେଟ୍ କେତେ, ସିଏ ମୋତେ କହିଥିଲେ କି 70 ଟଙ୍କା। ତ ତାପରେ ମୁଁ ଯାଇକି ବସି ପକେଇଲି, ମୋ ପାଖକୁ ଆସିଲା ହାରି ଖାଇବା। ତ ସାଙ୍ଗମାନେ ମୋ ମାନେ ପ୍ଲେଟ୍ରେ ଥିଲା ଆଉ ଭାତ, ଡାଲମା, ତାପରେ ଗୋଟେ ସାଧା ତରକାରୀ, ଆଉ ଭଜା, ଆଉ ଗୋଟେ ଖଟା, ତାପରେ ତ ସାଙ୍ଗମାନେ ଥିଲା ଗୋଟେ ଶାଗ, ତା ଉପରେ ଗୋଟେ ପାମ୍ପଡ଼ଟେ ଦେଇଥିଲେ ମୋତେ। ତ ସାଙ୍ଗମାନେ ଖାଇବାର ଟେଷ୍ଟ ପୁରା ନମ୍ବର 1 ଥିଲା। 70 ଟଙ୍କାରେ ବହୁତ ବଢ଼ିଆ ଦେଇଛନ୍ତି ବି, ମୋତେ ସବୁକିଛି ବହୁତ ଭଲ ଲାଗୁଛି। ଆଉ ଏଠି 2ରେ ମାନେ କ'ଣ କହିଲେ, ଯଦି ଭାତ କି ତରକାରୀ ଆଉ ଥରେ ମାଗିବେ ତ ଆଉ 10 ଟଙ୍କା ଲେଖା ଅଧିକା ନେବେ। ତ ସାଙ୍ଗମାନେ ମୁଁ ଏବେ ମନ୍ଦିର ପାଖରେ, ତ ମୁଁ ଯେତେବେଳେ ଆସିଥିଲି ଏଇପାଟ ମାନେ ମନ୍ଦିର ପାଖକୁ ବି ଯାଉଥିଲି, ଏ ବର୍ତ୍ତମାନ ମାନେ ରଥଯାତ୍ରାକୁ ସବୁ ବନ୍ଦ ହେଇଯାଇଛି। ମାନେ ସେପାଟକୁ କେହି ଲୋକ କେହି ଯାଉନାହାନ୍ତି। ତ ଦର୍ଶନ କରିବାକୁ ଯିବା କଥା ଯାଉଛନ୍ତି, କିନ୍ତୁ ତ ସେମାନେ ଖାଲି ସିଙ୍ଗଲ ଗୋଟିଏ ଲାଇନରେ ଯାଉଛନ୍ତି, ମାନେ ମନ୍ଦିର ଭିତରକୁ ଯାଉଛନ୍ତି। ତ ଏଠି ଆଗରୁ ଯେଉଁ ଭଳିଆ ଲୋକମାନେ ଅଧିକା ହେଉଥିଲେ ସେତେ ଲୋକ ନାହାନ୍ତି। ମୁଁ ବି ସେପାଟକୁ ଯିବାକୁ ଚେଷ୍ଟା କରୁଛି, କିନ୍ତୁ ଏପଟେ ଜଗିଛନ୍ତି ପୋଲିସ, ଯାଇ ହେବନି, ବାଡ଼େଇକି ଚୋପା ଛଡ଼େଇଦେବେ। ସାଙ୍ଗମାନେ ମନ୍ଦିର ବୁଲାବୁଲି ପୁରା ଶେଷ। ତ ସାଙ୍ଗମାନେ ନାଲି ଡବାକୁ ଖୋଜିବା ପାଇଁ ଯାଇଥିଲି। ମୁଁ ସାଙ୍ଗମାନେ ଯେତେବେଳେ ଆସୁଛି ନାଲି ଡବାଟା ମୋ ହାବୁଡ଼େ ପଡ଼ୁନି। ବର୍ତ୍ତମାନ ତାକୁ ଖୋଜି ଖୋଜି ହାଲିଆ ହେଇଗଲାଣି ପଛକେ, କାହିଁ ସିଏ ମିଳିବ, ଦେଖା ଦେଉନି କି ଦର୍ଶନ ଦେଉନି। କେତେଥର ଏମିତି ସାଙ୍ଗମାନେ ଆଇଲେ ତାକୁ ଟିକେ ଖୋଜି, ମାନେ ମୋ ଭିଡ଼ିଓରେ ତାକୁ ଟିକେ ଆଣିବି ବୋଲି ଚେଷ୍ଟା କରୁଛି, ଦେଖା ତ ଦେଉନି, ଖୋଜି ଖୋଜି ପାଉନି, ତାକୁ କ'ଣ କରିବି ଲାଗୁଛି। ତ ରଥଯାତ୍ରାକୁ ତ ଆସିପାରିନଥିଲି, ଏବେ ଆସିଛି ହେରି ବୁଲାବୁଲି କରିକି ପୁରା ଫାଙ୍କାରେ ଯିବି ଆଉ। ତ ରଥଯାତ୍ରାରେ ବହୁତ ଭିଡ଼ ନା, ଏବେ ପୁରା ଫାଙ୍କା, ପୁରା ଆରାମସେ ସବୁଆଡ଼େ ବୁଲିକି ହିଁ ଯାଇପାରିବି। ରଥଯାତ୍ରାକୁ ଆସିଲେ କ'ଣ ଏପାଟକୁ ଯାଇପାରିବିନି କି ସେପାଟକୁ ଯାଇପାରିବିନି, ପୁରା ଫାଙ୍କାରେ ବୁଲିପାରିବି। ଲୋକ ହେଇଛନ୍ତି ଅବଶ୍ୟ, ବେଶୀ ଲୋକ ନାହିଁ ଆଉ। ତ ସାଙ୍ଗମାନେ ଯେଉଁ ଖାଇବା ଆଇଟମ୍ଟି ଥିଲା ଭଲ ଥିଲା,
तो मो पाखे था भात आउ 2टा साधा तरकारी आउ खटा टी आलू भजा टी आ गोटे जिन शाग भी था भल टेस्ट था बहुत भल था किंतु साधा तरकारी जो 2टा होगा गोटे देखिए डालमा गोटे डाली गोटे कर गोटे साधा तरकारी गोटे डालमा कर खाଇବା भल था पार्किंग साइड्रे 70 टଙ୍କା बेस्ट खाଇବା नंबर 1 खाଇବା मैंने बुलाबुली कंप्लीट पूरा शेष तो मैंने मुझे आशा करती वीडियो बहुत भल लगी आपको तो जब भल लगी लाइक कमेंट शेयर सब्सक्राइब करने को जमा ही भूलें रोच मैंने जय जगन्नाथ पुणी देखा नुआ भिडियो।